If you want to be changed, then no one can stop you to be changed. No any worldly devil power can desist you to be changed if you want to be changed. But if you don't want to be changed, then no one can change you. No any God whom do you believe can change you if you don't want to be changed. Not Brahma, not Vishnu, not Maheshwar, not Ganesha. Even Jesus can't change you if you don't want to be changed. ଯଦି ଆପଣମାନେ ଚେଞ୍ଜ ହେବା ପାଇଁ ଚାହୁଁଅଛନ୍ତି ତାହେଲେ ଦୁନିଆର କୌଣସି ଶୈତାନର ଶକ୍ତି ଦୁନିଆର କେହି ହେଲେ ମଧ୍ୟ ଆପଣମାନଙ୍କୁ ଚେଞ୍ଜ ହେବାଠାରୁ ଅଟକେଇ ପାରିବେ ନାହିଁ। କିନ୍ତୁ ଯଦି ଆପଣମାନେ ନିଜେ ଚେଞ୍ଜ ହେବା ପାଇଁ ଚାହୁଁନାହାନ୍ତି ତାହେଲେ ଦୁନିଆର କେହି ହେଲେ ମଧ୍ୟ ଆପଣମାନଙ୍କୁ ଚେଞ୍ଜ କରିପାରିବେ ନାହିଁ। ଯଦି ଆପଣମାନେ ନିଜେ ଚେଞ୍ଜ ହେବା ପାଇଁ ଚାହୁଁନାହାନ୍ତି ଏ ଦୁନିଆର କୌଣସି ଭଗବାନ କୌଣସି ଗଡ୍ ମଧ୍ୟ ଆପଣମାନଙ୍କୁ ଚେଞ୍ଜ କରିବେ ନାହିଁ ଯଦି ଆପଣମାନେ ନିଜେ ଚେଞ୍ଜ ହେବା ପାଇଁ ଚାହୁଁନାହାନ୍ତି। ବ୍ରହ୍ମା ମଧ୍ୟ ବିଷ୍ଣୁ ମଧ୍ୟ ଗଣେଶ ମଧ୍ୟ ମହେଶ୍ୱର ମଧ୍ୟ ଏବଂ ସ୍ୱୟଂ ପରମେଶ୍ୱର ସ୍ୱୟଂ ଯୀଶୁ ମଧ୍ୟ ଆପଣମାନଙ୍କୁ ଚେଞ୍ଜ କରିବ ନାହିଁ ଯଦି ଆପଣମାନେ ନିଜେ ପ୍ରଥମେ ଚେଞ୍ଜ ହେବା ପାଇଁ ଚାହୁଁନାହାନ୍ତି। Now the question is arising, why any God can't change to us? क्वेश्चन उठुଛି କ'ଣ ପାଇଁ କେଉଁ ମଧ୍ୟ ଭଗବାନ କେଉଁ ମଧ୍ୟ ପରମେଶ୍ୱର ସ୍ୱୟଂ ଯୀଶୁ ମଧ୍ୟ କ'ଣ ପାଇଁ ଚେଞ୍ଜ କରିବେ ନାହିଁ? Because God has given us free will. We have to choose to be changed. କାରଣ ପରମେଶ୍ୱର ଆମମାନଙ୍କୁ ଇଚ୍ଛା ଶକ୍ତି ଦେଇଅଛି। ଆମେ ଚାହିଁଲେ ଚେଞ୍ଜ ହେଇପାରିବା, ଆମେ ନ ଚାହିଁଲେ କେବେ ମଧ୍ୟ ଚେଞ୍ଜ ହେଇପାରିବା ନାହିଁ। God can't force to anyone to be changed. ଯୀଶୁ ପରମେଶ୍ୱର କାହାକୁ ମଧ୍ୟ ବାଧ୍ୟ କରନ୍ତି ନାହିଁ ଚେଞ୍ଜ ହେବା ପାଇଁ। ଆମେ ହିଁ ନିଜକୁ ବାଛିବା ଦରକାର, ଆମେ ହିଁ ନିଜେ ଚେଞ୍ଜ ହେବା ପାଇଁ ଚାହିଁବା ଦରକାର, ତେବେ ହିଁ ପରମେଶ୍ୱର ଆମମାନଙ୍କୁ ଚେଞ୍ଜ କରନ୍ତି। If you are searching for the person to be change your life, that is only you, no one else. ଯଦି ଆପଣମାନେ এই ଦୁନିଆରେ ଯାହାକୁ ଖୋଜୁଅଛନ୍ତି ଆପଣମାନଙ୍କର ଜୀବନକୁ ଚେଞ୍ଜ କରିବା ପାଇଁ ପରିବର୍ତ୍ତନ କରିବା ପାଇଁ ସେ କେହି ନୁହେଁ, ସେ ଆପଣମାନେ ନିଜେ ହିଁ ଆପଣମାନଙ୍କ ଜୀବନକୁ ଚେଞ୍ଜ କରିବେ। এই ଦୁନିଆର କେହି ହେଲେ ମଧ୍ୟ ଆପଣମାନଙ୍କୁ ଚେଞ୍ଜ କରିବେ ନାହିଁ, ଆପଣମାନେ ନିଜେ ହିଁ ଚେଞ୍ଜ କରିବା ଦରକାର।